ଅପରେସନ ବେଳେ ଅଟି ଅନ୍ଧାର, ଏମକେସିଜିରେ ଏମିତି ଚାଲିଛି ସ୍ମାର୍ଟ ସ୍ୱାସ୍ଥ୍ୟ ସେବା, ଅପରେସନ ବେଳେ କଟିଗଲା ବିଦ୍ୟୁତ। ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ମାର୍ଟ ସ୍ୱାସ୍ଥ୍ୟ ସେବା, ରୋଗୀର ଅପରେସନ ଚାଲିଥିବା ବେଳେ କଟିଗଲା ବିଦ୍ୟୁତ। ସର୍ଜରୀ ବିଭାଗ ଜରୁରୀକାଳୀନ ଅଟି ଅନ୍ଧାର, ଜିଇଡି ବିଭାଗର ଅବହେଳାରୁ ଏଭଳି ସ୍ଥିତି ଉପୁଜିଛି। ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ଏମକେସିଜି ଅଧୀକ୍ଷକ ପ୍ରଫେସର ଦୁର୍ଗାମାଧବ ଶତପଥୀ କହିଛନ୍ତି। ରାୟଗଡ଼ା ଜିଲ୍ଲା ପଦ୍ମପୁରର ପ୍ରଶାନ୍ତ ସାହୁଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ଗତକାଲି ଅପରେସନ ପାଇଁ ଡାକ୍ତରମାନେ ତାରିଖ ଦେଇଥିଲେ। ସକାଳୁ ଅପରେସନ ପାଇଁ ତାଙ୍କୁ ଜରୁରୀକାଳୀନ ଅଟିକୁ ନିଆଯାଇଥିଲା। ହେଲେ ଅପରେସନ ଚାଲୁଥିବା ବେଳେ ବିଦ୍ୟୁତ କାଟ ହୋଇଥିଲା। ପରେ ସର୍ଜରୀ କୋଠର ବିଭିନ୍ନ ବିଭାଗକୁ ବିଦ୍ୟୁତ ଆସିଥିଲେ ମଧ୍ୟ ଅଟିରେ ବିଦ୍ୟୁତ ପ୍ରବାହ ସ୍ୱାଭାବିକ ହୋଇପାରିନଥିଲା। ଅସ୍ତ୍ରୋପଚାର ଗୃହ ପାଇଁ ଥିବା ୟୁପିଏସରେ ସମସ୍ୟା ଯୋଗୁଁ ବିଦ୍ୟୁତ ବିଭ୍ରାଟ ହୋଇଥିଲା। ପ୍ରାୟ 15 ମିନିଟ ପରେ ବିଦ୍ୟୁତ ଆସିଥିଲା ମଧ୍ୟ ଅପରେସନ କରୁଥିବା ଡାକ୍ତର ଓ କର୍ମଚାରୀ ସମସ୍ୟା ଭୋଗିଥିଲେ। ୟୁପିଏସଗୁଡ଼ିକର ରକ୍ଷଣାବେକ୍ଷଣ ଏମକେସିଜି ଜିଇଡି ବିଭାଗର ଦାୟିତ୍ୱ ହୋଇଥିବା ବେଳେ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି।